ନକଲି କଳ୍କି ଅସଲି କଳ୍କି ଭିତରେ ଯେଉଁ ଦ୍ୱନ୍ଦ୍ୱଟା ସୃଷ୍ଟି ହେଇଛି ବର୍ତ୍ତମାନ ସମାଜରେ, ଅସଲି କଳ୍କି ଏବେ ଆସିନାହାନ୍ତି କି ଆସିବେ ମଧ୍ୟ ନାହିଁ। ଅସଲି କଳ୍କି ଫଳ୍କି କିଛି କେହି ଆସିବେ ମଧ୍ୟ ନାହିଁ। ଯଦି କଳ୍କି ଆସିବାର ଅଛି, ଆପଣ ଆମର ଅବତାର 10 କଥା ଉଠୁଛି, ଯାହା ଶ୍ରୀ ଜୟଦେବ ତାଙ୍କର ଗୋଟିଏ ବନ୍ଦନାରେ ବିହିତଂ ବହିତଂ ଖେଦଂ କେଶବଧୃତ ମୀନ ଶରୀର ଜୟ ଜଗଦୀଶ ହରେ ଏ କଥାରେ ଆରମ୍ଭ କରିଛନ୍ତି। ମୀନ ଶରୀର ଏବଂ ବନ ଯଉ ବନ କହିଲେ ଜଳ, ବନ କହିଲେ ବଣ। ବନ ଯଉ ମାନେ ବନରୁ ଦୁଇ, ମାନେ ଜଳରୁ ଦୁଇ, ତଳରୁ ଦୁଇ। ଗୋଟିଏ ଜଳରେ ମୀନ ଅବତାର ହେଲେ, ଅର୍ଥ ମତ୍ସ୍ୟାବତାର, କଚ୍ଛପ ଅବତାର ଏବଂ ବରାହ ଅବତାର, ନୃସିଂହାବତାର, ये चारोटी ହେଉଛି ଅବତାର। ये ଚାରି ଅବତାର ଜଳରୁ ଏବଂ ବଣରୁ ହେଲେ। ତା ବାଦେ ଆଉ କିଏ ରହିଲେ ନା ବାମନ ଅବତାର, ରାମ ଅବତାର, ଇଏ ହେଲେ କେତେ 6, ବଳରାମ ଅବତାର ହେଲେ 7। ଆଚ୍ଛା, ୟା ପରେ ଆଉ କିଏ ରହିଲେ ନା ମତ୍ସ୍ୟ, କସ୍ୟ, ବରାହ, ନୃସିଂହ, ବାମନ, ରାମ, ପରଶୁରାମ। 8ଟି ତ ଅବତାର, ଆଉ ତ ଅବତାର ନାହିଁ। ଆଉ ତ ସବୁ କନଫ୍ୟୁଜ ଘଟଣା ଘଟୁଛି। ଗୋଟେ ବୁଦ୍ଧାବତାର, ବୁଦ୍ଧ ଅବତାର ନୁହନ୍ତି, କାରଣ ବୁଦ୍ଧ ସ୍ୱତନ୍ତ୍ର ଗୋଟିଏ ସମ୍ପ୍ରଦାୟ। ବୁଦ୍ଧଦେବ ଯେତେବେଳେ ଗୌତମ ଥିଲେ, ସେତେବେଳେ ସେ ଗୋଟେ ରାଜାଙ୍କର ପୁଅ ଥିଲେ ଏବଂ ସିଏ ତାଙ୍କର ଗୋଟିଏ ଯୁଦ୍ଧ ହେଲା ବୁଦ୍ଧଙ୍କ ସହିତ ଶାକ୍ତମାନଙ୍କର, ଯେଉଁମାନେ ମୂର୍ତ୍ତି ଉପାସକ ବ୍ରାହ୍ମଣ, ସେମାନେ ବୁଦ୍ଧଦେବ ଯେତେବେଳେ କହିଲେ ମୂର୍ତ୍ତି ଉପାସନା ଏକ ମହାପାପ, ଏକ ଅବିଦ୍ୟା, ସେତେବେଳେ ଶାକ୍ତମାନେ ବ୍ରାହ୍ମଣମାନେ ବୁଦ୍ଧଙ୍କ ସହିତ ଯୁଦ୍ଧ କଲେ। ଯୁଦ୍ଧ ଜ୍ଞାନ ଯୁଦ୍ଧ ନୁହଁ, ଶାସ୍ତ୍ର ଯୁଦ୍ଧ ନୁହଁ, ଅସ୍ତ୍ର ଯୁଦ୍ଧ ହେଲା। ଅସ୍ତ୍ର ଯୁଦ୍ଧରେ ବୁଦ୍ଧ ପରାସ୍ତ ହେଲେ ଏବଂ ପରାସ୍ତ ହେଲା ପରେ ଶାକ୍ତମାନେ ତାଙ୍କ ସହିତ ଗୋଟେ ସର୍ତ୍ତ କଲେ। ସେ ସର୍ତ୍ତଟି କ'ଣ ନା ସେ ସର୍ତ୍ତଟି ହେଲା, ତୁମେ ମୂର୍ତ୍ତି ପୂଜା କର, ନଚେତ୍ ଦେଶ ତ୍ୟାଗ କର, ନଚେତ୍ ଆମ ସହିତ ଯୁଦ୍ଧ କରି ଆମକୁ ପରାସ୍ତ କର। ବୁଦ୍ଧଦେବ ଦେଖିଲେ ଯାହାଙ୍କ ସହିତ ମୁଁ ଯୁଦ୍ଧ କରି ପରାସ୍ତ ହେଲି, ତାଙ୍କ ସହିତ ଆଉ ଥରେ ଯୁଦ୍ଧ କରିବି ନାହିଁ। 1, 2, ଯେଉଁ ମୂର୍ତ୍ତିକୁ ପୂଜା କରିବା ଏକ ମହାପାପ ଅପରାଧ ବୋଲି କହିଲି, ମୁଁ ବି ନିଜେ ମୂର୍ତ୍ତି ପୂଜା କରିବି ନାହିଁ। ତେଣୁ ମୁଁ ମୂର୍ତ୍ତି ପୂଜା କରିବି ନାହିଁ କି ତାଙ୍କ ସହିତ ଆଉ ଥରେ ଯୁଦ୍ଧ କରିବିନି। ତାହେଲେ ତୃତୀୟ ସର୍ତ୍ତଟି କ'ଣ? ଦେଶ ତ୍ୟାଗ କର। ଦେଶ ତ୍ୟାଗ କରିବି। ତେଣୁ ବୁଦ୍ଧଦେବ ଦେଶ ତ୍ୟାଗ କଲେ। ସେଇ ବୁଦ୍ଧ ନିଜେ ଭଗବାନଙ୍କୁ ସ୍ୱୀକାର କରିନାହାନ୍ତି, ଆତ୍ମାକୁ ସ୍ୱୀକାର କରିନାହାନ୍ତି। ଯେଉଁ ବୁଦ୍ଧ ଆତ୍ମାକୁ ସ୍ୱୀକାର କରୁନାହାନ୍ତି, ଯେଉଁ ବୁଦ୍ଧ ନିଜେ ଭଗବାନଙ୍କୁ ମୂର୍ତ୍ତିକୁ ସ୍ୱୀକାର କରୁନାହାନ୍ତି, ସେ ବୁଦ୍ଧ ଗୋଟିଏ ଅବତାର ହେଲେ କେମିତି? ତେଣୁ ବୁଦ୍ଧ ଏକ ଅବତାର ନୁହଁ, ବୌଦ୍ଧାବତାର। ବୁଦ୍ଧ ଅବତାର ନୁହଁ, ବୌଦ୍ଧାବତାର। ଇଏ ପ୍ରଭୁ ଜଗନ୍ନାଥଙ୍କର ଗୋଟେ ବୌଦ୍ଧ ଅବତାର ଅଛି, ଯୋଉ ବୁଦ୍ଧିତ୍ୱ ମାନେ ବୋଧତ୍ୱ ନିର୍ବାଣ ଯୋଉ ହଉଛି ମହାନିର୍ବାଣର କଥା, ଯେ ସମସ୍ତଙ୍କ ଉର୍ଦ୍ଧ୍ୱ ତତ୍ତ୍ୱ, ସେ କଥାଟା ଶ୍ରୀମଦ ଭଗବତ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ ଅର୍ଜୁନଙ୍କୁ ବୁଝେଇକି କହିଛନ୍ତି, ତ୍ରୈଗୁଣ ବିଷୟା ବେଦାଃ ନିସ୍ତ୍ରୈଗୁଣ ଭବାର୍ଜୁନ। ସେ ଅର୍ଜୁନ, ବେଦର ଗୁଣ ହଉଛି 3। କ'ଣ ନା ଗୁଣ, କର୍ମ, ଜ୍ଞାନ, ଉପାସନା। ଜ୍ଞାନ, କର୍ମ, ଉପାସନା। ତେଣୁ ତୁମେ ଜ୍ଞାନ ଅର୍ଜନ କର, କର୍ମ କର, ଜ୍ଞାନ କର୍ମ ଉପାସନା କର ଭଗବାନଙ୍କୁ। 3ଟା କଥା ବେଦର। ସତ, ରଜ, ତମ, ଇଣ୍ଡା, ପିଙ୍ଗଳା, କୁସୁମନା, ଏ 3ଟା କଥା। ତେଣୁ ତୁମେ ତ୍ରୈଗୁଣ ବିଷୟା ବେଦାଃ, ମୁଁ ଆପଣଙ୍କୁ ଆଉ ଥରେ ଗୀତାରୁ ଟିକେ ଦିଆଇ ଦେଉଛି କୋଉଠିକି ନା ଭାଗବତରୁ। ଭାଗବତରେ କ'ଣ କୁହାଗଲା? ତ୍ରିଗୁଣ ରଜୁ ପରେ ଧରି ମୁର୍ଗୀ ନଚାଏ ନର ହରି। ତ୍ରିଗୁଣ ରଜୁ ପରେ ଧରି ମୁର୍ଗୀ ନଚାଏ ନର ହରି। ଏ ତ୍ରିଗୁଣ ରଜୁଟି କ'ଣ? ସତ, ରଜ, ତମ।
ଏବଂ ଜ୍ଞାନ କର୍ମ ଉପାସନା। এই যে জ্ঞাନ কর্ম উপাসনা 17তম ଇଡ଼ା ପିଙ୍ଗଳା ସୁଷୁମ୍ନା ଏ ଯୋଉ ତ୍ରିଧାର କଥା ପଡିଛି ଏଇ ତିନୋଟି ଧାର ଦ୍ୱାରା ଇଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ପରିଚାଳିତ ହେଉଛି ଏବଂ ସମସ୍ତେ ସବୁ ଇନ୍ଦ୍ରିୟ ମାନେ ଏଇଥିରୁ ପରିଚାଳିତ ହେଉଛନ୍ତି। ତେଣୁ ଭଗବାନଙ୍କର ଯୋଉ ତତ୍ତ୍ୱ ସେ ତତ୍ତ୍ୱଟି କ'ଣ ନା ତୁମେ ଏଇ ତ୍ରିଗୁଣରୁ ঊର୍ଦ୍ଧ୍ୱକୁ ଯାଅ। ତ୍ରୈଗୁଣ ବିଷୟା ବେଦାହା ନିତ୍ରଗୁଣ ଭବାର୍ଜୁନ। ନିର୍ବେଦକୁ ଯାଅ, ନିର୍ଗୁଣ ହେଇଯାଅ, ଅର୍ଥ ତୁମେ ଶୂନ୍ୟ ହେଇଯାଅ। ତମ ଭିତରେ କୌଣସି ଜାତି ଧର୍ମ ବର୍ଣ୍ଣ କିଛି ରହିବ ନାହିଁ। ନା ଅନ୍ଧାର ରହିବ, ନା ଆଲୋକ ରହିବ, ନା ଜ୍ଞାନ ରହିବ, ନା ଅଜ୍ଞାନ ରହିବ, ନା ପାପ ରହିବ, ନା ପୁଣ୍ୟ ରହିବ, କିଛି ରହିବ ନାହିଁ। ଦୁଃଖେଷୁ ଅନଭିଜ୍ଞମନାଃ ସୁଖେଷୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ଶିଷଧି ମୁନିରୁଚ୍ୟତେ। ତୁମେ ଦୁଃଖ ଏବଂ ସୁଖକୁ ଅତିକ୍ରମ କର, ଲାଭ ଏବଂ କ୍ଷତିକୁ ଅତିକ୍ରମ କର। ତୁମେ ଯଦି ଲାଭ କ୍ଷତିକୁ ଅତିକ୍ରମ କରିବ, ନିନ୍ଦା ପ୍ରଶଂସାକୁ ଅତିକ୍ରମ କରିବ, ଦୁଃଖ ସୁଖକୁ ଅତିକ୍ରମ କରିବ, ଜାତି ଧର୍ମକୁ ଅତିକ୍ରମ କରିବ, ପାପ ପୁଣ୍ୟକୁ ଅତିକ୍ରମ କରିବ, ତାହେଲେ ତୁମେ ଶୂନ୍ୟ ଚେତନା ଭିତରକୁ ପ୍ରବେଶ କରିବ। ଈଶ୍ୱରଙ୍କର ବାସ୍ତବିକତାକୁ ତୁମେ ଅନୁଭବ କରିବ। ତୁମେ ବାସ୍ତବ ଚେତନାରେ ସତ୍ୟରେ ଧର୍ମରେ ପାଳିତ ହବ। ତେଣୁ ତୁମେ ହବ ଭିନ୍ନ। ତେଣୁ ଏଇ ଯୋଉ ଭିନ୍ନତା, ଇଏ ଭିନ୍ନତା ହଉଛି କଳ୍କିର ଏକ ରୂପ। ସେ ରୂପଟି କ'ଣ ନା ସବୁର ଊର୍ଦ୍ଧ୍ୱରେ। ଯୋଉମାନେ ଆପଣ କହୁଛନ୍ତି 12 ଜଣ କଳ୍କି ବାହାରିଛନ୍ତି, ନକଲି କଳ୍କି ବୋଲି ଆପଣ ନିଜେ କହୁଛନ୍ତି, ସେମାନେ ବାସ୍ତବରେ ଏ ଜଗତଟା ତ ନକଲ, ଆଜି ଅଛି କାଲିକି ରହିବ ନାହିଁ, ଏହା କ୍ଷୟଶୀଳ। ଯୋଉ 12 ଜଣ କଳ୍କି ନିଜକୁ ନିଜେ କଳ୍କି କହୁଛନ୍ତି, ତାଙ୍କର ପ୍ରତ୍ୟେକ ଦିନ ତାଙ୍କଠୁ କ୍ଷୟ ହଉଛି। ସେମାନେ କ୍ଷୟଶୀଳ କଳ୍କି। ତେଣୁ ସେମାନେ କଳ୍କି ନୁହନ୍ତି। କଳ୍କି କିଏ? କଳ୍କି ହେଉଛନ୍ତି ସ୍ୱୟଂ ପରମ ବ୍ରହ୍ମ ପରମ ପିତା। ତାଙ୍କର କୌଣସି କଳଙ୍କ ନାହିଁ। ନିଷ୍କଳଙ୍କକୁ କଳ୍କି କୁହାଯାଏ। ସିଏ ଲାଭରେ କ୍ଷତିରେ ନାହାନ୍ତି, ନିନ୍ଦାରେ ପ୍ରଶଂସାରେ ନାହାନ୍ତି, ଜାତି ଧର୍ମ ଭିତରେ ନାହାନ୍ତି, ଲୋଭ ମୋହରେ ନାହାନ୍ତି। ସବୁର ଊର୍ଦ୍ଧ୍ୱ ତତ୍ତ୍ୱ ଭିତରେ ଯିଏ ଅଛନ୍ତି ସିଏ ହେଉଛନ୍ତି ସତ୍ ଚିତ୍ ଆନନ୍ଦ। ସିଏ ଆଗରୁ ଆସିଥିଲେ ଜୟଦେବଙ୍କର ଗୀତିରେ, ସିଏ ଓହ୍ଲେଇଛନ୍ତି କଳ୍କି ଅବତାରରେ। ସେ କାମ ସରିଛି ଏବଂ କଳ୍କି ଆଗରୁ ଥିଲେ, ଆଜି ଅଛନ୍ତି, ଭବିଷ୍ୟତରେ ରହିବେ। ସେମାନେ ଏଇ 12 ଜଣ ଯୋଉ ରୂପଭେଦ ପରିବର୍ତ୍ତନ କରି ପେଟ ପୋଷିବା ପାଇଁ, ନିଜର ପ୍ରତିଷ୍ଠା କରିବା ପାଇଁ, ଦେଖେଇ ହେବା ପାଇଁ ଯୋଉ ଗୋଟେ ଅଛି ବହପ ବୋଲି ଗୋଟିଏ ଶବ୍ଦ ଆମ ଓଡ଼ିଆ ଭାଷାରେ। ଏ ବହପ ଶବ୍ଦଟି କ'ଣ ନା ମୁଁ ଯେତିକି ନୁହେଁ ତାଠୁ ଅଧିକ କହିବାକୁ ବହପ କହନ୍ତି। ଯେମିତି କୁକୁର, ଆମ ସାହି କୁକୁର ଅନ୍ୟ ଗୋଟେ ସାହିକି ଯଦି ଗଲା, ସେ ସାହିର ଯଦି ମାନେ ଗୋଟେ କୁତି ଯିଏ ନେଙ୍ଗେଡ଼ା, ଆମର ବଳିଷ୍ଠ କୁକୁର ଯଦି ଯାଇଥିବ ସେପଟକୁ, ସେ ଯଦି ନେଙ୍ଗେଡ଼ା କୁତା ତାକୁ ଭୁକିଦବ ତାକୁ, ଏବଂ ଯଦି ସେଇ ନେଙ୍ଗେଡ଼ା କୁତା ତା ବାରଣ୍ଡାରେ ଠିଆ ହେଇ ଭୁକୁଛି, ଇଏ ଡରି ଯାଉଛି। ସେମିତି ନିଜ ଦୁଆରେ ନିଜ କୁତା ଶେର୍ ବାଘ ପରି ସେ କଥା କହୁଛି। କାହିଁକି? ସେ ତା ଦୁଆରେ ଠିଆ ହେଇଛି। ତେଣୁ ଇଏ କଳ୍କି ତା ଦୁଆରେ ନକଲି କଳ୍କି ଠିଆ ହେଇକିରି ନିଜକୁ କଳ୍କି କହୁଛନ୍ତି। ଆମ ଦୁଆରକୁ ଟିକେ ଆସୁନାହାନ୍ତି, କଥାବାର୍ତ୍ତା କରିବା। ତମ କଳ୍କିର ଅବସ୍ଥା କ'ଣ? ତମେ କୋଉ ପ୍ରକାରର କଳ୍କି? ତମ ପାଖରେ କୋଉ ଗୁଣ ଅଛି? ତମେ କ'ଣ କରିପାରିବ? କଳ୍କି କାହାକୁ କହନ୍ତି? ତମ ପାଖରେ ସତରଜ ତମର ଗୁଣର କେତେ ଅଳ୍ପ ବହୁତ ସମାନତା କେତେ? ଯେମିତି ବାତ ପିତ୍ତ କଫ, ୟାର ସମାନତା ନ ରହିଲେ ଲୋକ ରୋଗୀ ହୁଏ। ସେମିତି ସତରଜ ତମର ଗୋଟେ ସାମ୍ୟତା ନ ଆସିଲେ, ଜଣେ ସମଦର୍ଶୀ ନହେଲେ ସେ କଳ୍କି ଚେତନାକୁ ଯାଇପାରିବନି। ସମଦର୍ଶୀ କ'ଣ? ଜଗତ ବ୍ରହ୍ମମୟ ଏବଂ ସବୁରି ହୃଦୟରେ ପରମ ପିତା ପରମାତ୍ମାଙ୍କର ଅବସ୍ଥିତି ଅଛି। ତାକୁ ଯିଏ ଅନୁଭବ କରୁଛି ସେ କଳ୍କି କଥା କହିପାରିବ, ସେ କଳ୍କିକି ବୁଝିପାରିବ। ତେଣୁ ଇଏ ମିଥ୍ୟାବାଦୀ, ମିଥ୍ୟାଚାରୀ, ଏମାନେ ମାୟାବୀ। କାରଣ ଜଗତ ତ ମିଥ୍ୟା। ଏମାନେ ମିଥ୍ୟା ହେବାଟା ଆଶ୍ଚର୍ଯ୍ୟ ବି କିଛି ନୁହଁ, କାରଣ ଜଗତ ଭିତରୁ ତ ଏମାନେ ଭିନ୍ନ ନୁହନ୍ତି। ଏମାନେ ବ୍ରହ୍ମକୁ ଜାଣନ୍ତି ନାହିଁ। ତେଣୁ ସେ ନିଜକୁ କଳ୍କି କ'ଣ ଜଗନ୍ନାଥକୁ ବି କହିଦେଇ ପାରନ୍ତି, ବାବା ତାଙ୍କ ପାଦ ତଳେ କୋଟି ଜୁହାର, ସେମାନେ ଭଲରେ ଥାଆନ୍ତୁ, ସେମାନେ କଳ୍କି ହୁଅନ୍ତୁ, ଆମର କିଛି ଯାଏ ନାହିଁ। ଜୟ ଶ୍ରୀ ଜଗନ୍ନାଥ।